ମୂଷା ଯେତେବେଳେ ପ୍ରଭୁଙ୍କୁ କହିଲେ ଯେ ପ୍ରଭୁ ମୁଁ ତୁମକୁ ଦେଖିବା ପାଇଁ ଚାହୁଁଛି ବା ତୁମର ଦର୍ଶନ କରିବା ପାଇଁ ଚାହୁଁଛି, ପ୍ରଭୁ ତାଙ୍କୁ ଶୈଳ ମଧ୍ୟରେ ଗୋଟେ ଛିଦ୍ର କରି ଲୁଚେଇକି ରଖିଲେ। ସେଠି ମଧ୍ୟ ସେଇ ଲୁଚେଇବା ଶବ୍ଦ ଆଉ ତାଙ୍କର ସେଇ ହାତ କୁ ରଖିଲେ ଯେମିତି ତାଙ୍କର ସମ୍ଭାଳି ପାରିବେ ମୂଷା, ଆଉ ତାଙ୍କର ସମସ୍ତ ଉତ୍ତମତା ପାସ୍ କଲା ତାଙ୍କ ଆଗରେ। ଯେତେବେଳେ ପ୍ରଭୁ ଆମମାନଙ୍କୁ ଲୁଚେଇକି ରଖନ୍ତି ସେଟା ଗୋଟେ ପର୍ପୋଜ ପାଇଁକା, ଗୋଟେ ଉଦ୍ଦେଶ୍ୟ ପାଇଁକା। କୌଣସି ବିଷୟ ଆମେ ଭାବୁ ଯେ ଇଟ୍ ଇଜ ଆକ୍ସିଡେଣ୍ଟାଲ, ହଁ ହେଇଗଲା, ମୁଁ ଜଗତକୁ ସେମିତି ପଳେଇ ଆସିଲି। କୌଣସି ବିଷୟ ଆକ୍ସିଡେଣ୍ଟାଲ ନୁହେଁ, ଆକସ୍ମିକ ନୁହେଁ। ଏଭ୍ରିଥିଙ୍ଗ ହାଜ ଏ ପର୍ପୋଜ। ଆଉ ଯୋଉ ସମୟରେ ଆମମାନେ ଫିଲ୍ କରୁ ଆମମାନେ ଟିକେ ଦୁଃଖ ଅଛି ଆମ ଜୀବନରେ, ଅବସାଦ ଅଛି, ଆମ ଦୁର୍ବଳତା ପାଇଁକା ଥରେ ଥରେ ଆମମାନେ ମଧ୍ୟ ନିଜକୁ ନିଜେ ହେୟ ଜ୍ଞାନ କରିଥାଉ। ମୁଁ ଆଗ ପରିକା ପ୍ରଭୁଙ୍କର ସେବା କାର୍ଯ୍ୟରେ ରହିପାରୁନି ବା ସେଭଳି ଜୀବନ କାଟି ପାରୁନି। ସବୁ ଭିତରେ ପ୍ରଭୁଙ୍କର କାର୍ଯ୍ୟ ହଉଥିବ। ଆପଣ ଚିନ୍ତା କରନ୍ତୁ, ଯେତେବେଳେ ପାଉଲ ସେ ଯେତେବେଳେ ଖ୍ରୀଷ୍ଟୀୟ ମଣ୍ଡଳୀକୁ କିପରି ଭାବରେ ତାଡ଼ନା କରିବେ, ଗୋଟେ ଇଣ୍ଟେଲିଜେଣ୍ଟ ଲୋକ, ଦିନ ରାତି ଯୋଜନା କରୁଥିବେ, ପ୍ଲାନ କରୁଥିବେ ଯେ କିଭଳି ଭାବରେ କୋଉ ଜାଗାକୁ ଯିବି, କେମିତି କଣ କରିବି, ତାପରେ କଣ ସେ ଯୋଜନା କରିକି ସେ ଚାଲିଥିବେ। ଆପଣ ଭାବୁନାହାନ୍ତି ସେଥିରେ ମଧ୍ୟ ପ୍ରଭୁ କାର୍ଯ୍ୟ କରୁଥିଲେ ବୋଲି। ଆଉ ସେ ନିଜେ କହୁଛନ୍ତି ପ୍ରଭୁ ମତେ ମାତାର ଗର୍ଭରୁ ଅଲଗା କରିଥିଲେ। ଆମ ସମସ୍ତଙ୍କୁ ପ୍ରଭୁ ମାତାର ଗର୍ଭରୁ ଅଲଗା କରିଛନ୍ତି। ଆମମାନେ ଏଇ ସତ୍ୟଟା ହୁଏତ ଆଜି ବୁଝିପାରିବାନି, କିନ୍ତୁ ଯେତେବେଳେ ଆମମାନେ ସେଇ ଜୀବନର ଶେଷରେ ଆମମାନେ ପ୍ରଭୁଙ୍କ ପାଖକୁ ଯିବା, ଜାଣିବା କେତେ ଶୃଙ୍ଖଳିତ ଭାବରେ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ତାଙ୍କ ସେବା କାର୍ଯ୍ୟ ପାଇଁ ଗୁନ୍ଥିଥିଲେ। କେବେ ହେଲେ ନିଜକୁ ଅବହେଳିତ ଭାବନ୍ତୁ ନାହିଁ। କେବେ ହେଲେ ଭାବନ୍ତୁ ନାହିଁ ଯେ ମୁଁ ଏଇ ସମାଜରେ ଗୋଟେ ମୋର କିଛି ଓଜନ ନାହିଁ ବା ମୋର କିଛି ଆଦର ନାହିଁ, ସେମିତି ଗୋଟେ ଭାବନ୍ତୁ ହିଁ ନାହିଁ। ଆପଣ ସେତିକି ପ୍ରେସିୟସ୍, ସେତିକି ବହୁମୂଲ୍ୟ। ବାକ୍ୟ କହୁଛି ଆପଣ ହଉଛନ୍ତି ଗୋଟେ ବହୁମୂଲ୍ୟ, ଆଉ ସେ ବହୁମୂଲ୍ୟ ଆତ୍ମାକୁ ପ୍ରଭୁ ପାଇଛନ୍ତି ତାଙ୍କର ନିଜର ପୁତ୍ରଙ୍କର ରକ୍ତକୁ ଦ୍ୱାରା କିଣିଛନ୍ତି ଆପଣଙ୍କୁ। ସବୁବେଳେ ଭାବନ୍ତୁ ଯେ ମୋର ସବୁ ଅବସ୍ଥାରେ ପ୍ରଭୁ ମୋର ଜୀବନ ପାଇଁ କାର୍ଯ୍ୟ କରୁଛନ୍ତି। ମୁଁ ବୁଝିପାରୁନି, ହୁଏତ ମୋର ନ ବୁଝିବା ସାଙ୍ଗରେ ପ୍ରଭୁଙ୍କର କାର୍ଯ୍ୟର କିଛି ସମ୍ପର୍କ ନାହିଁ। God is at work. Whether I understand, whether I don't understand, doesn't make any matter. ସବୁବେଳେ ପ୍ରଭୁ ଆମମାନଙ୍କୁ ତାଙ୍କ ଯୋଜନା ଭିତରେ କେମିତି ଫିଟ୍ ହବା ସେ ନେଇକି ଯାଉଛନ୍ତି। ଦ୍ୱିତୀୟ ବିଷୟ, ପ୍ରାର୍ଥନା। ହୁଏତ ମନରେ କେବେ ପ୍ରାର୍ଥନା କରିଛନ୍ତି, ବାଟରେ ଯାଉ ପ୍ରାର୍ଥନା କରିଛନ୍ତି, ଶୋଇବା ସମୟରେ ପ୍ରାର୍ଥନା କରିଛନ୍ତି, ନିଜର ବହୁତ ଅବହେଳିତ ସମୟ ଗୁଡାକରେ ସେମିତିରେ ବି ପ୍ରାର୍ଥନା କରିଦେଇଛନ୍ତି। ଭାବନ୍ତୁନି ସେଟା ନିଷ୍ଫଳ ହବ। ମୋ ଜୀବନରେ ମୁଁ ବହୁତ ସମୟରେ ଦେଖିଛି, କେବେ ନିଷ୍ଫଳ ହବ ନାହିଁ। ଆପଣଙ୍କର ମୁଖରୁ ଯୋଉ ପ୍ରାର୍ଥନା ବାହାରି ଗଲା, ଭେରି ଭେରି ପାୱାରଫୁଲ। ମନେ ରଖନ୍ତୁ, ଭେରି କେତେଟା ଭେରି ଲଗେଇବା କଥା ଲଗାନ୍ତୁ, ସେତିକି ପାୱାରଫୁଲ। କାରଣ ଆପଣ ଈଶ୍ୱର ଆପଣଙ୍କ ଜୀବନକୁ ଗୁପ୍ତ ରଖିଛନ୍ତି। ଆପଣ ଏଇ ଜଗତ ଛାଡିବା ପୂର୍ବରୁ ଆପଣଙ୍କ ପ୍ରତିଟି ପ୍ରାର୍ଥନାକୁ ସେ ସମର୍ଥନ କରନ୍ତି। ଆପଣ ଯୋଉ ବିଷୟ ପାଇଁ ପ୍ରାର୍ଥନା କରିଛନ୍ତି ତାକୁ ସଫଳ କରନ୍ତି, ତାକୁ କ୍ରିୟାଶୀଳ କରନ୍ତି।
ଏବଂ ଆପଣଙ୍କର ଯୋଉ ଚିନ୍ତାଧାରାକୁ ପ୍ରଭୁ ସମ୍ମାନ ଦିଅନ୍ତି। ଆପଣ କେତେ ପାୱାରଫୁଲ ଆପଣ ଜାଣନ୍ତୁ। ୟୁ ଆର୍ ସୋ ପାୱାରଫୁଲ। ସେ ପାୱାରଫୁଲ ଈଶ୍ୱରଙ୍କ ନିକଟକୁ ଯିବା ପୂର୍ବରୁ ଆପଣ କେତେ କଥା କରିକି ଯିବେ ସେ ରଖିଦେଇଛନ୍ତି, ସଜାଡ଼ିକି ରଖିଦେଇଛନ୍ତି। ସବୁବେଳେ ପ୍ରଭୁଙ୍କୁ ଧନ୍ୟବାଦ ଦିଅନ୍ତୁ। ମୁଁ ବେନିହିନଙ୍କର କେତୋଟି ସଭା ଦେଖିଛି ଲାଇଭ। ସେଇ ଷ୍ଟେଜ ଉପରେ ଆଣ୍ଠେଇ ପଡନ୍ତି ଆଉ ସେ କୁହନ୍ତି ଯେପର୍ଯ୍ୟନ୍ତ ମୋ ପ୍ରଭୁଙ୍କର ବା ପବିତ୍ର ଆତ୍ମାଙ୍କର ସେଇ ଚାଳନା ନ ପାଇଛି ମତେ କହିବା ପାଇଁ ଡର ଲାଗେ। ମୋ ମୁଖରୁ କୌଣସି କଥା କହିବା ପାଇଁ ଡର ଲାଗେ। ଆଉ ସେ କହନ୍ତି ଯେ ଆପଣ ହଉଛନ୍ତି ଗୋଟେ ମୂଲ୍ୟବାନ ବିଷୟ। ଆପଣଙ୍କର ଆତ୍ମା ଅନେକ କିଛି କରିପାରେ, ଆପଣ ଏପର୍ଯ୍ୟନ୍ତ ଚିନ୍ତା କରିନାହାନ୍ତି ବୋଲି ଆପଣ କିଛି କରିପାରୁନାହାନ୍ତି। ଆପଣଙ୍କୁ ପ୍ରଭୁ ଏତେ ପ୍ରେମ କରନ୍ତି ଯେ ପ୍ରତିଟି କଥାର ଆପଣଙ୍କୁ ସାଙ୍ଗେ ସାଙ୍ଗେ ତ ସେ ଉତ୍ତର ଦିଅନ୍ତି ନାହିଁ, ଯୋଉଟା ସେ ତାଙ୍କ ସମୟରେ ସେ ସେଟା କରନ୍ତି। ଆଉ ସେଇ ପ୍ରାର୍ଥନାଟାର ମୂଲ୍ୟ ଏତେ ବେଶୀ। ଆପଣ ଚିନ୍ତା କରନ୍ତୁ, ଯେତିକି ଦିନ ରହିଲା ଆମର ଏ ପୃଥିବୀରେ ରହିବା ପାଇଁ ଆପଣ କେତେ ପ୍ରାର୍ଥନା କରିକି ଛାଡିକି ଯିବେ ତାକୁ ଗଣନ୍ତୁ। ପ୍ରତିଟି ପ୍ରାର୍ଥନା ଗୋଟେ ବର୍ଷରେ ନ ହୋଇପାରେ। ଜର୍ଜ ମୁଲର ସେ ଗୋଟେ ତାଙ୍କ ସାଙ୍ଗ ପାଇଁ ପ୍ରାର୍ଥନା କରୁଥିଲେ। ଯେତେବେଳେ ତାଙ୍କର ସେ କଫିନରେ ତାଙ୍କର କଣ୍ଟା ପିଟା ହଉଛି, ସେ ସାଙ୍ଗ ପ୍ରଭୁଙ୍କୁ ପାଇଲେ। ଆପଣଙ୍କର କୌଣସି ପ୍ରାର୍ଥନା ନିଷ୍ଫଳ ହବ ନାହିଁ ଏହା ଜାଣିକିରି ପ୍ରତି ସମୟକୁ ବ୍ୟବହାର କରନ୍ତୁ ପ୍ରାର୍ଥନାରେ। ତୃତୀୟ ବିଷୟ, ଯଦି କୋଉଠି ହେଲେ ସୁବିଧା ମିଳିଲା ସେ ଦୁର୍ବଳତା ଉପରେ ଏତେଟା କନସେନ୍ଟ୍ରେଟ କରନ୍ତୁନି। ସମସ୍ତଙ୍କ ଜୀବନରେ ଦୁର୍ବଳତା ଅଛି। କାହାର ଦୁର୍ବଳତାକୁ ପଏଣ୍ଟ ଆଉଟ କରନ୍ତୁନି, କାହାର ଦୁର୍ବଳତାକୁ ସମାଲୋଚନା କରନ୍ତୁନି। ପ୍ରାର୍ଥନା କରିବା। ମୋ ଜୀବନରେ ତ ଭୟଙ୍କର ଦୁର୍ବଳତା ଅଛି। ମୋ ସ୍ତ୍ରୀ ବେଶୀ ଜାଣିଛି ସମସ୍ତଙ୍କ ଅପେକ୍ଷା। କିନ୍ତୁ ପ୍ରାର୍ଥନା କରିବା, ହୁଏତ ଜଣଙ୍କର ପ୍ରାର୍ଥନା ଦ୍ୱାରା ଆଉ ଜଣଙ୍କର ଦୁର୍ବଳତାକୁ ସେ ଅତିକ୍ରମ କରିପାରିବ। ମୁଁ ତ ସାକ୍ଷ୍ୟ କିଛି ନ ଦେଇକିରି କିଛି ସମୟ ଆପଣ ସାଙ୍ଗରେ ସମୟ କଟେଇଲି, ବହୁତ ଭଲ ଲାଗିଲା। ଏଇ ଯୋଉ ଆଜି ବାକ୍ୟଟି ଦେଲି, ନିଦ ଭାଙ୍ଗି ଯାଇଛି। ଆଜି ରାତିର କଥା କହୁଛି। ନିଦ ଭାଙ୍ଗି ଯାଇଛି କିନ୍ତୁ ମୋ ଆଖି ଖୋଲିନି। ଏଇ ସବଜେକ୍ଟ ଆସିଲା ମୋର ମନକୁ, ୟୋର ଲାଇଫ ଇଜ ହିଟ୍ ଇନ୍ କ୍ରାଇଷ୍ଟ। ମୁଁ ଧଡ଼ପଡ଼ ଉଠିକିରି ତାହା ଉପରେ ପ୍ରସ୍ତୁତ ଆରମ୍ଭ କଲି। ଏଇଟା ହଉଛି ମୋର ସାକ୍ଷ୍ୟ। ଆଶ୍ଚର୍ଯ୍ୟ ହେବେ, ନିଦ ଭାଙ୍ଗି ଯାଇଛି କିନ୍ତୁ ଆଖି ଖୋଲିନି। ମନ ଭିତରେ ଆସିଲା ୟୋର ଲାଇଫ ଇଜ ହିଡେନ୍ ଇନ୍ କ୍ରାଇଷ୍ଟ। ଏଇଟା ହୁଏତ ପ୍ରଭୁଙ୍କର ଇଚ୍ଛା ଥିଲା ଆଜି ଆମମାନଙ୍କୁ ଜଣେଇବା ପାଇଁ। ଆଉ ସନ୍ଧ୍ୟା ସମୟରେ ମୁଁ ପ୍ରସ୍ତୁତ କରୁ ଅନେକ ପ୍ରସ୍ତୁତ କରିଦେଲି। ରାତି 1ଟାରେ ଉଠିଲେଣି କରିଦେଇଛି। ଆଉ ତାର ଦ୍ୱିତୀୟ ଭାଗଟା ଆଜି ସନ୍ଧ୍ୟାରେ ଯୋଉ ବୀରେନ୍ଦ୍ର ଭାଇ